ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଶୁଣିବା ଲକ୍ଷ୍ମୀ ଛଡ଼ା ହେବାର କେତୋଟି ଗୁଣ। ବସିବା ସମୟରେ ଗୋଡ଼କୁ ହଲେଇବା, ଖାଇବା ସମୟରେ କଥା ହେବା, ଖାଇବା ଥାଳିରେ ହାତ ଧୋଇବା, ଚୁଲିରେ ବସିଥିବା କ୍ଷୀର ବାରମ୍ବାର ଉତୁରି ତଳେ ପଡ଼ିବା, ଚାଲୁଥିବା ସମୟରେ ପାଦକୁ ଘୋଷାଡ଼ି ଘୋଷାଡ଼ି ଚାଲିବା, ଘରେ ମହିଳାମାନଙ୍କୁ ଅସମ୍ମାନ କରିବା, ସବୁବେଳେ ଚିଡ଼ିଚିଡ଼ି ହେବା, କଥା କହିବା ସମୟରେ ମୁହଁରୁ ଛିପ ବାହାରିବା, ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗିଯିବା, ଛୋଟ ଛୋଟ କଥାରେ ବିରକ୍ତ ହେବା, ଝାଡ଼ୁକୁ ଗୋଇଠା ମାରିବା, ଅନ୍ୟର ବ୍ୟବହାର ଜିନିଷ ମାଗିକରି ପିନ୍ଧିବା, ନଖକୁ ଦାନ୍ତରେ ଛିଣ୍ଡାଇବା, ମଙ୍ଗଳବାର, ଗୁରୁବାର, ରବିବାର ଏବଂ ଶନିବାର ଦିନ କେଶ କାଟିବା, ଖାଇସାରି ଥାଳିରେ ହାତ ଧୋଇବା, ଭୋଜନ ଯେପରି ବି ହେଲେ ବି ଶାନ୍ତିରେ ନ ଖାଇବା, ବସିଥିବା ସମୟରେ ଗୋଡ଼ ହଲେଇବା, ଗୁରୁଜନମାନଙ୍କୁ ଅସମ୍ମାନ କରିବା, ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା, ଅଇଁଠା ବାସନ ରାତିରେ ପକାଇ ରଖିବା। ଏବେ ଜାଣିବା କେଉଁ ମୂର୍ତ୍ତି ଘରେ ରଖିଲେ ଧନର ବର୍ଷା ହୋଇଥାଏ। ଘୋଡ଼ାର ମୂର୍ତ୍ତି ରଖିଲେ ଚାକିରି ଏବଂ ବ୍ୟବସାୟରେ ହେଉଥିବା ଅସୁବିଧା ଦୂର ହୋଇଥାଏ। କଇଁଛର ମୂର୍ତ୍ତି ରଖିଲେ ଆୟ ବୃଦ୍ଧି ହୋଇଥାଏ, କିନ୍ତୁ କଇଁଛର ମୂର୍ତ୍ତି କୌଣସି ଧାତୁରେ ନିର୍ମିତ ହୋଇଥିବା ଆବଶ୍ୟକ। ରୂପାର ହାତୀ ରଖିବା ଦ୍ୱାରା ଆପଣଙ୍କ ଉପରେ ରାହୁ ଗ୍ରହର ପ୍ରଭାବ ବିଶେଷ ଭାବରେ ପଡ଼ିନଥାଏ। ଘର ହେଉ କି ଦୋକାନ କିମ୍ବା ଅଫିସ, ବାମପଟେ ଷଣ୍ଢ ଥିବା ଗଣେଶଙ୍କ ମୂର୍ତ୍ତି ରଖିଲେ ରୂପାର ହାତୀ ରଖିବା ଦ୍ୱାରା ଆପଣଙ୍କ ଉପରେ ରାହୁର ଗ୍ରହର ପ୍ରଭାବ ବିଶେଷ ଭାବରେ ପଡ଼ିନଥାଏ। ହଂସର ମୂର୍ତ୍ତି ରଖିଲେ ଧନ ଓ ସମୃଦ୍ଧି ବଢ଼ିବା ସହିତ ଘରେ ଶାନ୍ତି ରହେ। ଏଥର ଜାଣିବା ଗାଧୋଇବା ବେଳେ ଏପରି ଭୁଲ କରନ୍ତୁ ନାହିଁ। ଗାଧୋଇବା ବେଳେ କେବେହେଲେ ବି ମୁଣ୍ଡ ଉପରେ ଆଗ ପାଣି ଢାଳିବା ଉଚିତ ନୁହେଁ। ଏହାଦ୍ୱାରା ହୃଦଘାତ, ରକ୍ତଚାପ ଆଦି ରୋଗ ଦେଖା ଦେଇଥାଏ। ସର୍ବପ୍ରଥମେ ପାଦରେ ପାଣି ଢାଳି ଗାଧୋଇବା ଉଚିତ। ପ୍ରତ୍ୟେକ ଦିନ ଗାଧୋଇବା ପରେ କେବଳ ନିଜର ବସ୍ତ୍ର ପରିଧାନ କରିବା ଉଚିତ। ଅନ୍ୟ ବ୍ୟକ୍ତିଙ୍କ ବସ୍ତୁକୁ ପିନ୍ଧନ୍ତୁ ନାହିଁ। ଅନ୍ୟମାନଙ୍କ ବସ୍ତ୍ର ବ୍ୟବହାର କଲେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ନିଜର ଶରୀରକୁ ସମ୍ପୂର୍ଣ୍ଣ ଗାଧୋଇବା ଉଚିତ। ଅଧା ଗାଧୋଇଲେ ଅନେକ ରୋଗ ଦେଖା ଦେଇଥାଏ। ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ। ଉଲଗ୍ନ ହୋଇ ଗାଧୋଇଲେ ପିତୃପୁରୁଷମାନେ ଅଶାନ୍ତ ହୁଅନ୍ତି। ବାହାରୁ ଆସି କିମ୍ବା ଜିମ୍ରୁ ଆସି ଝାଳ ବୋହୁଥିବା ସମୟରେ ଗାଧୋଇବା ଉଚିତ ନୁହେଁ, ନଚେତ୍ ଅନେକ ସମସ୍ୟା ଦେଖା ଦେଇଥାଏ। ଏବେ ଜାଣିବା ଶୋଇବା ବିଛଣା ପାଖରେ ଏପରି ଜିନିଷ ସବୁ ରଖିବେ ନାହିଁ। ବିଛଣା ପାଖରେ କୌଣସି ପ୍ରକାରର ତୈଳ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ସମସ୍ୟା ଶେଷ ହେବ ନାହିଁ। ପାଣି ବୋତଲକୁ ବିଛଣା ପାଖରେ ରଖିବା ଉଚିତ ନୁହେଁ, କାରଣ ଏହା ମାନସିକ ଚାପ ସୃଷ୍ଟି କରିପାରେ। ବିଛଣା ପାଖରେ ଔଷଧ ରଖନ୍ତୁ ନାହିଁ, ନଚେତ୍ ଔଷଧ ଆପଣଙ୍କୁ ଜୀବନ ସାରା ଛାଡ଼ିବ ନାହିଁ। ବିଛଣା ପାଖରେ ଜୋତା, ଚପଲ ରଖନ୍ତୁ ନାହିଁ। ବିଛଣା ପାଖରେ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ରଖନ୍ତୁ ନାହିଁ। ବିଛଣା ତଳେ ମନି ପର୍ସ ରଖି ଶୁଅନ୍ତୁ ନାହିଁ। ଏହା ଦାରିଦ୍ର୍ୟ ଆଡ଼କୁ ନେଇଯାଏ। ବିଛଣା ଉପରେ ବସି ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ ମାଙ୍କ ଅପମାନ ହୋଇଥାଏ। ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢ଼ିବାକୁ ପଡ଼ିବ। ସମସ୍ୟା ଜୀବନର ଶେଷ ସୋପାନ ନୁହେଁ, ସେହିଠାରୁ ଏକ ନୂଆ ଜୀବନର ଆରମ୍ଭ ହୋଇଥାଏ। ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ।
ଏ ଶରୀର ନା ତୁମର ନା ତୁମେ ଶରୀରର। ଏହି ଅଗ୍ନି, ବାୟୁ, ଜଳ, ପୃଥିବୀ ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ। ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କ'ଣ ପାଇଁ? ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।